मेघमाଳରେ शीघ्र आसुथिबा आम्भमानଙ୍କ प्रभु ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରୁଅଛି। ସ୍ୱର୍ଗର ପରମେଶ୍ୱର ଆଜି ମଧ୍ୟ ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ସେ ଯୋଗ କରିଅଛନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆସନ୍ତୁ ଆଜି ମଧ୍ୟ ଗୋଟିଏ ପ୍ରସଙ୍ଗରେ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ବାକ୍ୟରୁ ଗୋଟିଏ ପଦ ପଢ଼ି ମୁଁ ଆଜିର ପ୍ରସଙ୍ଗରେ ଆପଣମାନଙ୍କୁ ଆଗକୁ ନେବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଗୀତ ସଂହିତା 1 ଅଧ୍ୟାୟ ବାହାର କରିବେ। ଗୀତ ସଂହିତା 1 ଅଧ୍ୟାୟ 1 ଆଉ 2 ପଦ ଆପଣମାନଙ୍କ ନିକଟରେ ମୁଁ ପାଠ କରୁ କରୁ ଆଜିର ପ୍ରସଙ୍ଗରେ ଆଗକୁ ନେବା ପାଇଁ ଚାହେଁ। ଏହି ସ୍ଥାନରେ ଲେଖାଯାଏ, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ କିମ୍ବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। 2 ପଦ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯିଏ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ଆମେ 2 ପଦରେ ପଢ଼ୁ। 2 ପଦର ଶେଷ ଅଂଶରେ ଲେଖାଯାଉଛି ଯେ ଦିବାରାତ୍ର ଯେ ତାହାଙ୍କର ବ୍ୟବସ୍ଥାକୁ ଧ୍ୟାନ କରେ ସେ ଧନ୍ୟ। ଆଜିର ପ୍ରସଙ୍ଗ ଦିବାରାତ୍ର ବାକ୍ୟ ଧ୍ୟାନ କରିବା ସମ୍ଭବ କି? ଆଜିର ପ୍ରସଙ୍ଗ ହେଲା ଦିବାରାତ୍ର ବାକ୍ୟକୁ ବା ବାଇବଲକୁ ଧ୍ୟାନ କରିବା ସମ୍ଭବ କି? ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ଗୀତ ରଚକ ଆଉ ଏକ ଅଧ୍ୟାୟରେ ସେ କହନ୍ତି ଯେ କ'ଣ ବୋଲି କହନ୍ତି, ପରମେଶ୍ୱର ଆପଣାର ସକଳ ନାମ ଅପେକ୍ଷା ତାହାଙ୍କର ବାକ୍ୟକୁ ସେ ମହାନ କରିଛନ୍ତି। ସେଥିପାଇଁ ଆମେ ଯେଉଁ ବାକ୍ୟକୁ ଆମେ ଶୁଣୁଛୁ, ଯେଉଁ ବାକ୍ୟକୁ ଆମେ ପ୍ରତିଦିନ ପଢ଼ୁଛୁ, ଯେଉଁ ବାକ୍ୟକୁ ପ୍ରଭୁଙ୍କ ଦାସମାନଙ୍କ ମୁଖରୁ ଆମେ ଶୁଣୁଛୁ, ସେହି ବାକ୍ୟ ମହାନ ଅଟେ, ସେହି ବାକ୍ୟ ଶକ୍ତିଶାଳୀ ଅଟେ। ସେହି ବାକ୍ୟ ପରମେଶ୍ୱରଙ୍କ ଦୃଷ୍ଟିରେ ସେ କ'ଣ କରିଛନ୍ତି, ଆପଣାର ସବୁ ନାମ ଅପେକ୍ଷା ସେ ମହାନ କରିଛନ୍ତି। ବାଇବଲ କହେ ଯେ ତାହାଙ୍କର ବାକ୍ୟକୁ ଦିବାରାତ୍ର ଧ୍ୟାନ କରେ ସେ ଧନ୍ୟ। ଆଜି ଆମେ କଥାବାର୍ତ୍ତା ହେବା ଯେ ପରମେଶ୍ୱରଙ୍କର ବାକ୍ୟକୁ ଦିବାରାତ୍ର ଧ୍ୟାନ କରିବା ଏହା ଜଣେ ବିଶ୍ୱାସୀ ପକ୍ଷରେ ସମ୍ଭବ କି? ଅଳ୍ପ ସମୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀମାନେ, ଏହି ସ୍ଥାନରେ ଯାହା ଆମେ ପଢ଼ୁଛୁ ଯେ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ଏହାର ଅର୍ଥ ନୁହେଁ ଯେ ଆମେ ଦିନ ରାତି ଆମେ ବାଇବଲ ଖୋଲି ଘରେ ବସିବା, 7 ଦିନ 24 ଘଣ୍ଟା ଆମେ କୁଆଡ଼େ ନ ଯାଇ ଆମେ ଘରେ ବସି କେବଳ ବାଇବଲ ପଢ଼ି ପଢ଼ି ହିଁ ଘରେ ଥିବା। ଏହାର ଅର୍ଥ ତାହା ନୁହେଁ। ବାଇବଲ ପଢ଼ିବା ଏବଂ ଧ୍ୟାନ କରିବା ଭିନ୍ନ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ପ୍ରତିଦିନ କେତେ ଅଧ୍ୟାୟ ବାଇବଲ ପଢ଼ୁଛୁ ତାହା ବଡ଼ ବିଷୟ ନୁହେଁ। ମାତ୍ର ଆମେ ଯାହା ପଢ଼ିଛୁ ତାହା ଆମେ ସବୁବେଳେ ଆମ ମନ ମଧ୍ୟରେ କେତେ ଆମେ ଧ୍ୟାନ କରୁଛୁ ସେଟା ହେଉଛି ସବୁଠାରୁ ବଡ଼ ବିଷୟ। ପୁନର୍ବାର ମୁଁ କହିବା ପାଇଁ ଚାହେଁ, ଆମେ ଦିନକୁ କେତେ ଅଧ୍ୟାୟ ଆମେ ବାକ୍ୟ ପଢ଼ୁଛୁ ତାହା ବଡ଼ ବିଷୟ ନୁହେଁ। ମାତ୍ର ଆମେ ଦିନରେ ଯାହା ପଢ଼ିଛୁ ତାହା କେତେ ସମୟ ଆମ ମନ ମଧ୍ୟରେ ଧ୍ୟାନ କରୁଛୁ ତାହା ହେଉଛି ସବୁଠାରୁ ବଡ଼ ବିଷୟ। ଅନେକ ସମୟରେ ଆମର ବାକ୍ୟକୁ ଆମେ ରବିବାର ଉପାସନାରେ ହେଉ କିମ୍ବା ବାଇବଲ ଷ୍ଟଡିରେ ହେଉ, କୌଣସି ସଭା ସମିତିରେ ଆମେ ଯେତେବେଳେ ବାକ୍ୟ ଶୁଣୁ ତାହା ସେହି ବାକ୍ୟ ଘରକୁ ଆସିବା କ୍ଷଣି ଅନେକ ଭାଇ ଭଉଣୀମାନେ ଭୁଲି ଯାଆନ୍ତି, ମନେ ନଥାଏ। କାରଣ କ'ଣ? କାରଣ ସେ ବାକ୍ୟ ଆମେ ଶୁଣିଲୁ, ସେ ବାକ୍ୟ ହେଇପାରେ ଆମେ ପଢ଼ିଲୁ, ମାତ୍ର ଆମେ ଧ୍ୟାନ କରିନାହୁଁ, ମନ ମଧ୍ୟରେ ଆମେ ଧ୍ୟାନ କରିନାହୁଁ। ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ଆପଣ ଦେଖିବେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ସେ ବାପ୍ତିଜିତ ନେଉଛନ୍ତି, ସେ ଶୈତାନ ଦ୍ୱାରା ପରୀକ୍ଷିତ ହେଉଛନ୍ତି। ଶୈତାନ ତାଙ୍କୁ ଗୋଟେ ଉଚ୍ଚ ପର୍ବତରେ ନେଇ ଠିଆ କରାଇ କହୁଛି ଯେ ମୋ ପାଦରେ ପ୍ରଣାମ କର, ଏହି ଜଗତର ସବୁ ବିଷୟ ମୁଁ ତୁମକୁ ଦେଇଦେବି। ସେହି ସମୟରେ ପରମେଶ୍ୱର କ'ଣ କରୁଛନ୍ତି? ସେ କୌଣସି ପୁସ୍ତକ ହାତରେ ଧରି ନାହାନ୍ତି। ସେ ହୃଦୟରୁ, ମନ ମଧ୍ୟରୁ ସେ ବାକ୍ୟ ବାହାର କରୁଛନ୍ତି, ବାକ୍ୟକୁ କଟ୍ କରୁଛନ୍ତି ଆଉ ଶୈତାନକୁ ସେ ପରାଜୟ କରୁଛନ୍ତି। ଯଦି ଆପଣ ପଢ଼ିବେ ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟ 10 ପଦ ଲେଖାଯାଏ, ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ ଶୈତାନ, କାରଣ ଲେଖା ଅଛି,
প্রিয় প্রভুଙ୍କ ଲୋକମାନେ ଆମେ ଗୋଟେ ଲେଖା ଥିବା ଖ୍ରୀଷ୍ଟିଆନ ହେବା, କାରଣ ଆମର ପରମେଶ୍ୱର ଲେଖା ଥିବା ପରମେଶ୍ୱର ଅଟନ୍ତି। ସେ ଶାସ୍ତ୍ର ଅନୁସାରେ ସେ ଜନ୍ମଗ୍ରହଣ କଲେ, ଶାସ୍ତ୍ର ଅନୁସାରେ ସେ ମୃତ୍ୟୁବରଣ କଲେ, ଶାସ୍ତ୍ର ଅନୁସାରେ ସେ ସମାଧି ପ୍ରାପ୍ତ ହେଲେ, ଆଉ ଶାସ୍ତ୍ର ଅନୁସାରେ ସେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଏହା ସାଧୁ ପାଉଲ ଆମମାନଙ୍କୁ କହନ୍ତି। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଆମେ ଜଣେ ଲେଖା ଥିବା ବିଶ୍ୱାସୀ ମାନେ ହେବା, ଆମେ ଲେଖା ଥିବା ଗୋଟେ ଭାଇ ହେବା, ଗୋଟେ ଭଉଣୀ ହେବା। ଏହି ସ୍ଥାନରେ ଯୀଶୁ କହନ୍ତି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ, ତାହାଙ୍କ ନାମର ଗୌରବ ହଉ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ବାକ୍ୟ ସେ କେମିତି କହିପାରୁଛନ୍ତି? କାରଣ ସେ ବାକ୍ୟକୁ ଧ୍ୟାନ କରୁଥିଲେ। ଆପଣ ଭାବନ୍ତୁ ନାହିଁ ଯୀଶୁ ତ ପରମେଶ୍ୱର ଥିଲେ, ସେଥିପାଇଁ ସବୁ ବାକ୍ୟ ତାଙ୍କ ମନ ମଧ୍ୟରେ ରହିଗଲା। ସେହିପରି ନୁହେଁ। ସେ ମଶାଙ୍କର ସେ ଧର୍ମଶାସ୍ତ୍ର ସେ ବ୍ୟବସ୍ଥାକୁ ସେ କ'ଣ କରୁଥିଲେ? ପାଠ କରୁଥିଲେ। ସମାଜ ଗୃହରେ ମଧ୍ୟ ଅନେକ ଥର ସେ ବ୍ୟବସ୍ଥା ପାଠ କରି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ। କେବଳ ସେ ଶିକ୍ଷା ଦେଉଥିଲେ ତାହା ନୁହେଁ, ସେହି ପଢ଼ିଥିବା ବାକ୍ୟକୁ ସେ କ'ଣ କରୁଥିଲେ? ଦିବାରାତ୍ର ମନ ମଧ୍ୟରେ ସେ ଧ୍ୟାନ କରୁଥିଲେ। ସେ ଆମର ଆଦର୍ଶ ଅଟନ୍ତି, ଆମେ ତାଙ୍କଠୁ ଶିଖିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣମାନେ ପୁନର୍ବାର ଆମେ ଗୀତ ସଂହିତାକୁ ଯଦି ଯିବା, ଗୀତ ରଚକ 119 ଗୀତ ତାର 11 ପଦରେ କ'ଣ ବୋଲି କହନ୍ତି? ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟକୁ ସଞ୍ଚୟ କରି ରଖିଅଛି। ଆଜି ଅନେକ ସମୟରେ ଆମେ ପ୍ରଚାର କରିବା ପାଇଁ ବାକ୍ୟକୁ ଆମେ ସଞ୍ଚୟ କରୁ। ରବିବାର ଦିନ ଯୁବା ଯୁବତୀମାନେ ମଣ୍ଡଳୀରେ ଠିଆ ହୋଇ କହିବା ପାଇଁ ସେମାନେ ବାକ୍ୟକୁ ସଞ୍ଚୟ କରି ରଖନ୍ତି। ମାତ୍ର ଗୀତ ରଚକ ସେ କହୁଛନ୍ତି, ମୁଁ ଯେପରି ପାପ ନ କରେ, ପାପରେ ମୁଁ ଯେପରି ପଡ଼ି ନ ଯାଏ, ପ୍ରଭୁ ସେଥିପାଇଁ ତୁମର ବାକ୍ୟକୁ ମୋ ହୃଦୟରେ ସଞ୍ଚୟ କରି ରଖିଛି। ଯଦି ବାଇବେଲ ରଖିବାର ଉତ୍ତମ ସ୍ଥାନ ଏ ପୃଥିବୀରେ କେଉଁଠି ଅଛି, ସେଇଟା ହେଉଛି ମନୁଷ୍ୟର ହୃଦୟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ବାକ୍ୟ ଅଛି, ବ୍ୟବସ୍ଥା ଅଛି। କେଉଁଠି? ଆମର ଘରର ଆଲମାରୀରେ ଅଛି, ଭେଣ୍ଡିଟ୍ ବ୍ୟାଗ୍ରେ ଅଛି, ବିଭିନ୍ନ ସ୍ଥାନରେ ଆମେ ବାକ୍ୟକୁ ଭରି ଦେଇଛୁ। ମାତ୍ର ଦୁଃଖର ବିଷୟ, ଆମର ହୃଦୟ ଖାଲି ହୋଇଯାଇଛି। ପରମେଶ୍ୱର ଚାହାନ୍ତି ତାହାଙ୍କର ବାକ୍ୟକୁ ଆମର ହୃଦୟରେ ସେ ସ୍ଥାପନ କରିବା ପାଇଁ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ତ ଆମେ ବାକ୍ୟକୁ ଆମେ ପ୍ରତିଦିନ ଆମେ ଧ୍ୟାନ କରିବା ସମ୍ଭବ ଅଟେ। 24 ଘଣ୍ଟା ଧ୍ୟାନ କରିବା ସମ୍ଭବ ଅଟେ। କେମିତି? ହାତରେ ବାଇବେଲ ଧରି ବାଇବେଲ ଖୋଲି ବସି ନୁହେଁ, ମନ ମଧ୍ୟରେ ଆମେ ଯାହା ପଢ଼ିଛୁ, ଯେଉଁ ବାକ୍ୟ ଆମେ ଶୁଣୁଛୁ, ସେ ବାକ୍ୟକୁ ପ୍ରତିଦିନ ଆମେ ଧ୍ୟାନ କରିବା। ଶେଷରେ ଗୋଟେ ବାକ୍ୟ ପଢ଼ି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 24 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 24 ଅଧ୍ୟାୟ 6 ଆଉ 7 ପଦରେ ଏ ପ୍ରକାର ଲେଖାଯାଏ, ସେ ଏଠାରେ ନାହାନ୍ତି, ମାତ୍ର ଉଠି ଅଛନ୍ତି। ମନୁଷ୍ୟ ପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ହେବ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ, ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର। 8 ପଦରେ, ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ। ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ଯେତେବେଳେ କ୍ରୁଶରେ କ୍ରୁଶାର୍ପିତ କରି ମୃତ୍ୟୁଦଣ୍ଡ ଦେଲା ପରେ କବରରେ ରଖାଗଲା, ସେହି ସମୟରେ ତାଙ୍କର ଶିଷ୍ୟମାନେ ମଗ୍ଦଲିନୀ ମରିୟମ ସେମାନେ କବରକୁ ଧାଉଁଛନ୍ତି। କବରରେ କିଏ ରୁହନ୍ତି? ମରିଥିବା ଲୋକମାନେ ରୁହନ୍ତି ସେଠି। ମାତ୍ର ଯୀଶୁଖ୍ରୀଷ୍ଟ ଯେ ପୁନରୁତ୍ଥାନ ପରେ ମୁଁ ତୁମକୁ ଗାଲିଲୀରେ ଦର୍ଶନ ଦେବି, ଏହି କଥା ସେ ବଞ୍ଚିଥିବା ସମୟରେ କହିଥିଲେ। ଏହି ବାକ୍ୟକୁ ସେମାନେ ଭୁଲିଗଲେ। ତାଙ୍କର ଧ୍ୟାନ ନଥିଲା, ମନ ମଧ୍ୟରେ ସେମାନଙ୍କର ସ୍ମରଣ ନଥିଲା। ସେଥିପାଇଁ ସେ କବରକୁ ଧାଇଁ ଆସିଲେ। ଲୋକମାନେ କବରରେ ଆସି ଯୀଶୁଙ୍କୁ ଖୋଜୁଛନ୍ତି। ସେହି ସ୍ଥାନରେ ସ୍ୱର୍ଗର ଦୂତ, ପରମେଶ୍ୱର ଦୂତ ପଠାଇ କହୁଛନ୍ତି, ସେ ଏଠାରେ ନାହାନ୍ତି, ସେ ଉଠି ଅଛନ୍ତି। ସେ ବଞ୍ଚିଥିବା ସମୟରେ ଯାହା ତୁମକୁ କହିଥିଲେ, ସେ ଗାଲିଲୀରେ ସମୁଦ୍ର କୂଳରେ ତୁମକୁ ସେ ଦର୍ଶନ ଦେବେ। ଭାଇମାନଙ୍କୁ ଯାଇ ଖବର ଦିଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ବାକ୍ୟ ଧ୍ୟାନ କରିବାରେ ଆମେ ଯଦି ବିଫଳ ହେବା, ବାକ୍ୟକୁ ଆମେ ସବୁ ସମୟରେ ଧ୍ୟାନ କରିବା ନାହିଁ, ତାହେଲେ ସେହି କବର ସ୍ଥାନ ପରି ଭୁଲ ପଥରେ ଆମେ ପଳାଇବା, ଅନ୍ୟ ରାସ୍ତାକୁ ଆମେ ପଳାଇବା। ଏ ପ୍ରକାର ଅନେକ କଥା ବାକ୍ୟରେ ପରମେଶ୍ୱର ଆମମାନଙ୍କୁ ଲେଖି ଦେଇଛନ୍ତି ଯେ ବାକ୍ୟକୁ ଧ୍ୟାନ ନ କରିବାର ବିପଦ। ସେମାନେ କ'ଣ କରୁଛନ୍ତି? କବର ସ୍ଥାନକୁ ଯାଉଛନ୍ତି, କାରଣ ସେଠି ଯୀଶୁ ନାହାନ୍ତି। ଯଦି ଏହି ଯେଉଁ କଥା ସେ ବଞ୍ଚିଥିବା ସମୟରେ ବା ସେ ପାର୍ଥିବ ଶରୀରରେ ଥିବା ସମୟରେ ଯାହା କହିଥିଲେ ଯେ ମୁଁ ତୃତୀୟ ଦିବସରେ ଉତ୍ଥିତ ହେବି, ଆହୁରି କ'ଣ କରିବି? ଗାଲିଲୀରେ ତୁମକୁ ଦର୍ଶନ ଦେବି। ଏହି କଥା ଯଦି ତାଙ୍କ ମନେ ଥାନ୍ତା, ସେମାନେ ଆହୁରି ସାହସ ରହିଥାନ୍ତେ। ସେମାନଙ୍କୁ କବାଟ ବନ୍ଦ କରି ଯିହୁଦୀମାନଙ୍କର ଡର ଭୟରେ ସେମାନଙ୍କୁ ଭିତରେ ରହିବାକୁ ପଡ଼ିନଥାନ୍ତା। ସେମାନେ ଗାଲିଲୀ ସମୁଦ୍ର କୂଳେ ତାଙ୍କୁ ସାକ୍ଷାତ କରିବା ପାଇଁ ସେ ଯାଇଥାନ୍ତେ।
ତାହାଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ସେଥିପାଇଁ ଜଣେ ବ୍ୟକ୍ତି ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରିବା ସମ୍ଭବ। କେତେବେଳେ ଗାଡ଼ି ଚଲାଇଲା ବେଳେ, କୌଣସି କାର୍ଯ୍ୟରେ ଥିଲାବେଳେ, ଆମେ ହାଟକୁ ଗଲାବେଳେ, ଆମେ ମାର୍କେଟକୁ ଗଲାବେଳେ, ଆମେ ଆମର ଡ୍ୟୁଟିକୁ ଗଲାବେଳେ, ଅଫିସରେ ଥିଲାବେଳେ, କଲେଜରେ ଥିଲାବେଳେ, ସ୍କୁଲରେ ଥିଲାବେଳେ, ସବୁ କ୍ଷେତ୍ରରେ ପରମେଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରିବା ସମ୍ଭବ ଅଟେ। ଏହି ବାକ୍ୟ ଦେଇ ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।